କାହାଣୀ ଅବଲ କରା କଥା। ହୁଣ୍ଡା ମୁଣ୍ଡିଆ ସାତ ଭାଇ ଗଙ୍ଗା ତୀର୍ଥରୁ ଯମୁନା ଅଭିମୁଖରେ ବାହାରିଲେ। ତୀର୍ଥ ଭ୍ରମଣକାରୀ ପଣ୍ଡିତେ ଅବଲକରା ମନ ଆନନ୍ଦରେ ଲୋଟା ଜଳ ଗଣ୍ଠିଲି କାନ୍ଧେଇ ଚାଲିଥାଏ। ସେଦିନ ବହୁତ ଦୂର ଚାଲି ସୂର୍ଯ୍ୟ ଦେବତା ଅସ୍ତ ହେଲା ବେଳକୁ ଶୀତଳା ଠାକୁରାଣୀ ମନ୍ଦିର ହତା ପାଖରେ ବିରାଟ ସରୋବର ଦେଖି ସେଇଠି ରହିବାକୁ ପଣ୍ଡିତେ ସ୍ଥିର କଲେ। ଏଇଠି ରହିବା ଅବଲକରା ପ୍ରଭାତ କରିବା ପୁଣି ଯାତ୍ରା। ଗଣ୍ଠିଲି ଭାର ଅବଲକରା ରଖିଲାରୁ ପଣ୍ଡିତେ କିଛି ପଇସା ଦେଲେ ପାଖ ବଜାରରୁ କିଛି ପରିବା ପତ୍ର ଆଣିବାକୁ। ଅବଲକରା ବେଗି ବେଗି ହୋଇ ବାହାରିଲା। ସଉଦା କରିବା ଆଗରୁ ଚାରିଆଡ଼େ ବୁଲି ନୂଆ ନୂଆ ଜାଗାର ନୂଆ କଥାମାନ ଦେଖିବାକୁ ଲାଗି ପଡ଼ିଲା। ଦେଖିଲା ଗୋଟାଏ ବିରାଟ ବରଗଛ ତଳେ 7ଟି ମଣିଷ ମୂର୍ତ୍ତି ପଥରରେ ବସିଛନ୍ତି। ଚାରି ପାଖରେ ପଥର ବେଢ଼ା ରହିଛି। ଅବଲକରା ଆଶ୍ଚର୍ଯ୍ୟ ହୋଇଗଲା। କାହିଁକି ଏପରି ସୁସଜ୍ଜିତ ପଥର ମୂର୍ତ୍ତି ସୁନ୍ଦର ସୁରକ୍ଷିତ ରହିଛି ଜାଣିବା ଲାଗି ବହୁ ଲୋକଙ୍କୁ ପଚାରିଲା। କିଏ କହିଲା ଏମାନେ ସପ୍ତରଥୀ, କିଏ କହିଲା କଳିଯୁଗ ଶେଷ ହେଲେ ଏମାନେ ମଣିଷ ହୋଇ ସତ୍ୟଯୁଗ ପ୍ରତିଷ୍ଠା କରିବେ। କଥା ଠିକ୍ ମନକୁ ପାଇଲା ନାହିଁ। ତେଣୁ ସେ ବିରକ୍ତ ହୋଇ ଖାଲି ହାତରେ ଫେରି ଆସିଲା ପଣ୍ଡିତଙ୍କ ପାଖକୁ। ପଣ୍ଡିତେ ମନେ ମନେ ବିରକ୍ତ ହେଲେ। ବଣ ଭାଲୁକୁ ସାଙ୍ଗରେ ଆଣି ମୁସ୍କିଲ ହେଲା। କ'ଣ ଗୋଟାଏ ଦେଖିଲେ ତା ମୁଣ୍ଡ ଖରାପ। ଏପରି ବିଶ୍ୱାସୀ ଆଉ ସେବାକାରୀଟିଏ ମିଳିବ ନାହିଁ। ଅବଲକରା ପହଞ୍ଚି କହିଲା, ଗୋସାଇଁ ମହାପୁରୁଷ, ବେଢ଼ା ଭିତରେ 7ଟା ପଥର ମଣିଷକୁ ଦେଖି ମୋ ମୁଣ୍ଡ ଖରାପ। ଠିକ୍ କଥାଏ କେହି କହି ପାରୁନାହାନ୍ତି। ମନ ମାନିଲା ଭଳି କଥା ତମେ ଆପଣେ କହିଲେ ରହିବି, ନହେଲେ ତମ କଥା ତମର, ମୋ କଥା ମୋର। ପଣ୍ଡିତେ ହସି ଦେଇ କହିଲେ, ଆରେ ଅବଲକରା, ସବୁ କଥା ମୋତେ ଜଣା। ତୁ ଯା ସଉଦା ଆଣ। ରୋଷେଇ ବସାଇ ତୋ କଥାରେ ମର୍ମ ବୁଝାଇ ଦେବି। ଏ କଥାରେ ସନ୍ତୁଷ୍ଟ ହୋଇ ଅବଲକରା ଦୌଡ଼ି ଦୌଡ଼ି ଯାଇ ସରୋବରରେ ସଉଦା ଧରି ଫେରି ଆସି କମଳାଟିଏ ପଣ୍ଡିତଙ୍କ ଲାଗି ବିଛାଇ ଛତା ଟାଣି ଦେଇ ବସି ପଡ଼ିଲା। ପଣ୍ଡିତେ ରୋଷାଇ ବସାଇ ଦେଇ କହିଲେ, ବରାହ ନଗର ବୋଲି ଗୋଟିଏ ରାଜ୍ୟ ଥିଲା। ସେଠାରେ ବୀର ସୁରେନ୍ଦ୍ର ନାମରେ ଜଣେ ଖୁବ୍ ବଡ଼ ସୌଦାଗର ରହୁଥିଲେ। ଅମାପ ଧନ ଆଉ ଅକଳନ ପ୍ରତିପତ୍ତି ରହିଥିଲା। ବୋଇତରେ ଜାଭା, ସୁମାତ୍ରା ଆଦି ଦ୍ୱୀପକୁ ବଙ୍ଗୋପସାଗରରେ ତାଙ୍କର ବଣିଜ ହେଉଥିଲା। ବୀର ସୁରେନ୍ଦ୍ର ଦୁର୍ଦ୍ଦାନ୍ତ ଅତ୍ୟାଚାରୀ ଥିଲେ। ସେ ଅନେକ ଅନ୍ୟାୟ କାମ କରି ଧନ ଉପାର୍ଜନ କରୁଥିଲେ। ବହୁ ଦେଶରୁ ସୁନ୍ଦରୀ ଝିଅମାନଙ୍କୁ ଜୋର କରି ଧରି ଆଣି ତାଙ୍କ କୋଠରେ ରଖି ଅତ୍ୟାଚାର କରୁଥିଲେ। ଏହି ପାପରେ ତାଙ୍କର ପିଲାଛୁଆ ହେଲେ ନାହିଁ। ଯିଏ ବା ହେଲେ ମରିଗଲା। ସୌଦାଗରଙ୍କର ବୟସ ହେଲା। ସେ ଯେଉଁ 7ଟି ଦେଶର ଝିଅଙ୍କୁ ବାହା ହୋଇଥିଲେ, ସେମାନେ ସୌଦାଗରଙ୍କୁ ଲୁଚାଇ ଉପପତ୍ତି ସବୁ କରି ବ୍ୟଭିଚାର କରି ଧନ ଅପବ୍ୟୟ କରିବାକୁ ଲାଗିଲେ। ସୌଦାଗର ସେତେବେଳେ ସିଂହଳ ଦ୍ୱୀପରୁ ଗୋଟିଏ ସୁନ୍ଦରୀ ଝିଅକୁ ବିବାହ ହୋଇ ପୁତ୍ର କନ୍ୟା ଲାଗି ଚେଷ୍ଟା କରିଲେ। ସେହି କନ୍ୟାଟି ଦୁର୍ଗାଙ୍କ ଭର ଥିଲା। ନା ତାର ବିମଳୀ। ଦୁର୍ଗାଙ୍କର ଦୟାରେ ସେ କନ୍ୟା ଦେବୀଙ୍କର ସାକ୍ଷାତ ଦର୍ଶନ ପାଇଲା। ଦେବୀ କହିଲେ, ସୌଦାଗର ମହାପାପୀ, ଏଣୁ ତାର ପୁଅ ହେବ ନାହିଁ। ତୋର ଭକ୍ତି ଓ ଧର୍ମ ବଳରେ ଯଦି ଗୋଟିଏ ପିଲା ନେବୁ, ତାହେଲେ ପରପୁରୁଷ କରିବାକୁ ହେବ। ବାପ ଔରସରୁ ହେଲେ 7 ପୁଅ ହେବେ, ହେଲେ ସେମାନେ ପିତା ପାଖରେ ହୁଣ୍ଡା ଆଉ ବୋକା ହେବେ। ସୌଦାଗରର ଷୋଡ଼ଶୀ ସ୍ତ୍ରୀ ବିମଳୀ କହିଲା, ମା, ପରପୁରୁଷ କରି ଅସତୀ ମୋତେ କରାଅନି। ବରଂ ସେହି 7ଟି ହୁଣ୍ଡା ଯେପରି କାଳ କାଳକୁ ନାମ ରଖନ୍ତୁ। ଦେବୀ ତଥାସ୍ତୁ କଲେ। ବିମଳୀ ବୃଦ୍ଧ ସ୍ୱାମୀକୁ ଏକଥା କହିଲା। ତାପରେ ପ୍ରତିବର୍ଷ ଗୋଟାଏ ଲେଖା ଦିବ୍ୟ ସୁନ୍ଦର ପୁଅ ଜନ୍ମ ହେଲେ। 7 ଭାଇ ଅପୂର୍ବ ସୁନ୍ଦର। ସୌଦାଗରଙ୍କର ଆନନ୍ଦ କହିଲେ ନ ସରେ। 7 ଭାଇ ବଡ଼ ହେଲେ। ଦୁଷ୍ଟ ଯେପରି, ବୋକା ଓ ହୁଣ୍ଡା ସେହିପରି। ସେମାନେ କିଛି ନ କରି କେବଳ ଘର ଧନ ଦେଇ ପରକୁ ଦେଲେ। ପର ଝିଅ ବୋହୂଙ୍କୁ
ଜୋର କରି ରାସ୍ତା ମଝିରେ ଉଲଗ୍ନ କରି ଅତ୍ୟାଚାର କଲେ। କେହି ମନା କଲେ ତାଙ୍କୁ ମାରଧର କଲେ। ପୁଅମାନଙ୍କର ଗୁଣ ଦେଖି ମନ ଦୁଃଖରେ ବୁଢ଼ା ସୌଦାଗର ମରିଗଲେ। ବିମଳୀକୁ ବାହାର କରିଦେଇ ଅନ୍ୟ ଚଉତୁଣୀମାନେ ଧନରତ୍ନକୁ ବାହା କରି ନେଇ ମନ ଖୁସିରେ ପରପୁରୁଷ ରଥିରେ ଦିନ କାଟିଲେ। ପୁଅମାନଙ୍କର ଅତ୍ୟାଚାର ଦେଖି ବିମଳୀ ବେଶୀ ଦିନ ବଞ୍ଚି ପାରିଲା ନାହିଁ। ସେ ମଧ୍ୟ ମରିଗଲା। ସାତ ଭାଇଙ୍କୁ ହୁଣ୍ଡା ମାଣ୍ଡିଆ ବୋଲି କହନ୍ତି। ତାଙ୍କ ପରି ହୁଣ୍ଡା ଜଗତରେ ନଥିବେ। ଥରେ ସେ ଦେଶର ରାଜକନ୍ୟା ବନବିହାର କରୁଥିଲା ବେଳେ ଗୋଟାଏ ବାଘ ଆସି ଆକ୍ରମଣ କଲା। ହୁଣ୍ଡା ମୁଣ୍ଡିଆ ସାତ ଭାଇ ସେହି ବାଟ ଦେଇ ଯାଉଥାନ୍ତି। ସେମାନେ ମିଳିମିଶି ପ୍ରାଣପଣେ ବାଘକୁ ଧରି ମାରିଦେଲେ। ରାଜକନ୍ୟା ବଞ୍ଚିଗଲା ଆଉ ଆଦର କରି ସାତ ଭାଇଙ୍କୁ ଉଆସକୁ ନେଲା। ଏମାନେ ତ ଦେବୀଙ୍କ ପ୍ରସାଦରୁ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ। ରାଜକନ୍ୟା ତାଙ୍କ ସାନ ଭାଇଟିକୁ ବିବାହ ହେବାକୁ ମନସ୍ଥ କଲା। ହୁଣ୍ଡା ମୁଣ୍ଡିଆ ସାତ ଭାଇ କହିଲେ, ବାହା ହେବୁ ତ ସମସ୍ତେ ବାହା ହେବୁ। ଗୋଟାଏ ଝିଅକୁ 7 ଜଣ କିପରି ବାହା ହେବେ? ରାଜା ଝିଅ କହିଲା, ଦେଖ, ତମେ ମୋତେ ବଞ୍ଚେଇଛ। ପୁରୁଷ ହୋଇ ତମେ ହୋଇଛ ଯେତେବେଳେ ମୁଁ ଆଉ ଅନ୍ୟର ହେବି ନାହିଁ, ତେବେ ତମ ପ୍ରସ୍ତାବରେ ମୁଁ ରାଜି ହେବି। ରାଜା ଝିଅକୁ ଖୁବ୍ ଭଲ ପାଉଥିଲେ। ଝିଅ ମତାମତ ଉପରେ ତାଙ୍କର ବାଦ ପ୍ରତିବାଦ ନଥିଲା। ଝିଅଟି ମଧ୍ୟ ଦେବୀ ଭକ୍ତ ଥିଲା। ଏଣୁ ସେ ଏମାନଙ୍କୁ ଭଲ ପାଇଗଲା। ସାତ ଭାଇ ରାଜି ହେଲେ। ରାଜକନ୍ୟା ସାଙ୍ଗରେ ସାତ ଭାଇଙ୍କର ବାହାଘର ହେଲା। ବାହାଘର ସରିଲା। ମିଳନ ରାତିରେ ସାତ ଭାଇ ଏକାଠି ଯାଇ ଅନ୍ତଃପୁରରେ ବସିଲେ। ରାଜକନ୍ୟା ଯେତେ ବୁଝାଇଲା ମାନିଲେ ନାହିଁ। 7 ଜଣ ଯାକ ଏକାଥରେ ରାଜକନ୍ୟା ସହିତ ମିଶିବାକୁ ଚାହିଁବାରୁ ସେମାନେ ନିର୍ବୁଦ୍ଧ ହୁଣ୍ଡା ବୋଲି ଜାଣି ନିଜର କପାଳକୁ ନିନ୍ଦା କରି ରାଜକୁମାରୀ ତାର ଦାସୀ ଦ୍ୱାରା ପ୍ରହରୀଙ୍କୁ ଡକାଇ ନିର୍ଘାତ ମାଡ଼ ଦେଇ ଏମାନଙ୍କୁ ବାହାର କରିଦେଇ ସେହି ରାତ୍ରିରେ ମନ୍ତ୍ରୀ ପୁଅକୁ ଡକାଇ ଆଉ ଥରେ ତାଙ୍କୁ ବିବାହ ହେଲା। ହୁଣ୍ଡା ମୁଣ୍ଡିଆ ସାତ ଭାଇ ଅପମାନ ଓ ଦୁଃଖରେ ସେଠାରୁ ରାଜକୁମାରୀକୁ କେମିତି ଜବତ କରିବେ ଭାବି ବନସ୍ଥ ଭିତରକୁ ଗଲେ। ବାଟରେ ଜଣେ ଋଷି ତପସ୍ୟା କରୁଥିବାର ଦେଖିଲେ। ସେମାନେ ସ୍ଥିର କଲେ, ଏହି ଋଷି ଆମ କଥା ବିଚାର କରିବେ। ତହୁଁ ସେ ତାଙ୍କ ପାଖରେ ପହଞ୍ଚି ପାଟିତୁଣ୍ଡ କଲେ। ଋଷି ଧ୍ୟାନରେ ବସିଛନ୍ତି, ଉଠିଲେ ନାହିଁ। ହୁଣ୍ଡା ମୁଣ୍ଡିଆ କହିଲେ, ଚାଲ ଏଇଟାକୁ ଉଠାଇ ରାଜାଙ୍କ ପାଖକୁ ନେଇଯିବା। ରାଜାଙ୍କ ପାଖରେ ପହଞ୍ଚିଲା ବେଳକୁ ଏହାର ନିଦ ଭାଙ୍ଗି ଯାଇଥିବ। ଏହା ବିଚାର କରି ଟଣା ଓଟରା କରି ଋଷିଙ୍କୁ ଟେକିବା ମାତ୍ରେ ଋଷିଙ୍କର ଧ୍ୟାନ ଭାଙ୍ଗିଗଲା। ଆଉ କ୍ରୋଧରେ ଚାହିଁବା ମାତ୍ରେ ଏମାନେ ସବୁ ପଥର ହୋଇଗଲେ। ଋଷିଙ୍କ ଠାରୁ ରାଜା ସବୁ ଜାଣିପାରି ଏମାନଙ୍କ ସୁରକ୍ଷା ଲାଗି ଚାରିପାଖେ ପଥର ବେଢ଼ା କରାଇ ହୁଣ୍ଡା ମୁଣ୍ଡିଆ ସାତ ଭାଇ ମୂର୍ତ୍ତି ଯେପରି କାଳ କାଳକୁ ରହିପାରିବେ ସେହି ବ୍ୟବସ୍ଥା କରିଦେଲେ। ହୁଣ୍ଡା ମୁଣ୍ଡିଆ ସାତ ଭାଇ ରହସ୍ୟ କଥା ଏହି ଅବଲୋକରା ପାଶେ ପଣ୍ଡିତେ ଆଦରେ ଥିଲେ କହି